କେନ୍ଦୁଝର ଗଡରୁ ବାଦାମ ପାହାଡକୁ ରେଳ ସଂଯୋଗର ଅନୁମୋଦନ ମିଳିବା ପରେ କେନ୍ଦୁଝରରେ ଖୁସିର ଲହରୀ। ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। କେନ୍ଦୁଝର ଗଡଠାରୁ ମୟୂରଭଞ୍ଜର ବାଦାମ ପାହାଡକୁ ମିଳିବ ରେଳ ସେବା। ପୂର୍ବରୁ ଏହାର ସର୍ଭେ କାର୍ଯ୍ୟ ସରିଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଅନୁମୋଦନ ହୋଇଯାଇଛି। ଖୁବ୍ ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରାଯିବ। ଏହି ନୂତନ ରେଳ ସଂଯୋଗ ପାଇଁ କେନ୍ଦୁଝରବାସୀ ଖୁସି ମନାଇବା ସହିତ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଧୁବାଦ ଜଣାଇଛନ୍ତି। କେନ୍ଦୁଝର ଗଡଠାରୁ ବାଦାମ ପାହାଡ ଦୀର୍ଘ 82 କିଲୋମିଟର ରାସ୍ତାକୁ 2106 କୋଟି ଟଙ୍କା ଅନୁମୋଦିତ ବଜେଟରେ ପାସ୍ ହୋଇଥିବା ବେଳେ 428.19 ହେକ୍ଟର ଜମିର ଆବଶ୍ୟକତା ରହିଛି। କେନ୍ଦୁଝରଠାରୁ ବାଦାମ ପାହାଡ ମଧ୍ୟରେ 8ଟି ଷ୍ଟେସନ ରହିବାର ସିଦ୍ଧାନ୍ତ ହୋଇସାରିଛି। ସିଧାସଳଖ ଏବେ କେନ୍ଦୁଝରରୁ ମୟୂରଭଞ୍ଜକୁ ରେଳ ସେବା ମିଳିପାରିବା ଯୋଗୁଁ ଗମନାଗମନ କ୍ଷେତ୍ରରେ ସୁବିଧା ହେବା ଯୋଗୁଁ ବିଶେଷ କରି ବ୍ୟବସାୟିକ କ୍ଷେତ୍ରରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ସାରା କେନ୍ଦୁଝର ଜିଲ୍ଲା ଖୁସି ମନାଉଥିବା ବେଳେ ପାଟଣା ବ୍ଲକର ତୁରୁମୁଙ୍ଗା ଅଞ୍ଚଳରେ ଦେଖାଦେଇଛି ହତାଶର ଛାୟା। ତୁରୁମୁଙ୍ଗା ବଜାରକୁ ପାଟଣା, ସାହାରପଡ଼ା, ଝୁମ୍ପୁରା ଏବଂ ଚମ୍ପୁଆ ବ୍ଲକର ସିଧାସଳଖ ସଂଯୋଗ ରହିଛି। ଏହି 4ଟି ବ୍ଲକର ଲୋକମାନଙ୍କ ତୁରୁମୁଙ୍ଗା ହେଉଛି ଏକ ମୁଖ୍ୟ ସଂଯୋଗ ସ୍ଥଳୀ। ତୁରୁମୁଙ୍ଗା ଆସିଲା ପରେ ନିଜ ନିଜ କର୍ମସ୍ଥଳୀକୁ ଯିବାର ସୁବିଧା ପାଇପାରିଥାନ୍ତି। କିନ୍ତୁ ତୁରୁମୁଙ୍ଗାଠାରେ ରେଳ ଷ୍ଟେସନ ନ ହେବା ଏ ଅଞ୍ଚଳ ପାଇଁ ନିରାଶ କରିଦେଇଛି। ଚାରୋଟି ବ୍ଲକର ସଂଯୋଗ ସ୍ଥଳୀରେ ରେଳ ଷ୍ଟେସନ ନ ହେବା ଯେ କେତେ ଦୁଃଖଦାୟକ ତାହା କେବଳ ନିୟମିତ ଯାତ୍ରୀ ହିଁ ଅନୁଭବ କରିପାରିବେ। ତୁରୁମୁଙ୍ଗା ଏବେ ଜନଗହଳିପୂର୍ଣ୍ଣ ବଜାର। ପ୍ରତିଦିନ 4ଟି ବ୍ଲକର ଲୋକ ଏଠାରେ ରୁଣ୍ଡ ହୋଇ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି। ଅନେକ ଦିନରୁ ସ୍ୱପ୍ନ ଦେଖୁଥିବା ରେଳ ସେବା ଏବେ ଏ ଅଞ୍ଚଳ ପାଇଁ ସ୍ୱପ୍ନ ହୋଇ ରହିଯିବା ଦୁଃଖଦାୟକ। ତଥାପି ପ୍ରଶାସନ ଦୃଷ୍ଟିରେ ରଖି ରେଳ ସେବାରେ ସୁଯୋଗ ଦେବା ଆଶାରେ ଅଞ୍ଚଳବାସୀ। କେନ୍ଦୁଝରରୁ ବାସୁଦେବ ସିଂଙ୍କ ସହିତ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।